ଆସନ୍ତା 24 ଘଣ୍ଟାରେ ବାତ୍ୟା ମାଲେସିଆ ଓ ମଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ପଷ୍ଟ ଲଘୁଚାପ ରହିଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟା ମଧ୍ୟରେ ଗୋଟିଏ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ 24 ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ସାଟେଲାଇଟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର ମଲକା ଓ ଆଖପାଖ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ରହିଛି। ସେଠାରେ ପବନର ବେଗ ଅଧିକ ରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ଉଠିଛି। ଏ ବାବଦରେ କାମୋରିନ୍ ଓ ଆଖପାଖ ଅଞ୍ଚଳରେ ରହିଥିବା ଉପରିଭାଗ ଘନୀଭୂତ ଯୋଗୁଁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଲଘୁଚାପ କ୍ଷେତ୍ର ଆଜି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇଥିବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟା ରୂପ ନେବ ତାହେଲେ ଏହାର ନାଁ ସେନେୟାର ରହିବ। ଏହାର ଅର୍ଥ ସିଂହ। ୟୁଏସ୍ ପକ୍ଷରୁ ବାତ୍ୟାର ନାମକରଣ କରାଯାଇଛି। ଆଇଏମଡିର ନିୟମ ଅନୁସାରେ ଗଭୀର ଅବପାତ ଅଧିକ ଘନୀଭୂତ ହେବା ପରେ ବାତ୍ୟାରେ ପରିଣତ ହୋଇଥାଏ। ଏହା ପରେ ବାତ୍ୟାର ନାମକରଣ ହୋଇଥାଏ। ତେଣୁ ବାତ୍ୟା ହେବା ପରେ ଆଇଏମଡି ଏହାର ନାଁ ସେନେୟାର ରଖିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।